ମାଛ ତରକାରୀ କେବେ ଏହିପରି କରିଛନ୍ତି କି? ଥରେ କରନ୍ତୁ ନା, ବହୁତ ଟେଷ୍ଟି ଲାଗିବ। ଯଦି ଥରେ ଆପଣ ଏହିପରି ମାଛ ତରକାରୀ କରିବେ, ତା ସ୍ୱାଦଟା ଆପଣ କେବେ ବି ଭୁଲି ପାରିବେନି। ମାଛ ବେସରର ଏହି ରେସିପିଟି ଆପଣମାନେ ଦେଖି ନିଅନ୍ତୁ ଆଉ କରନ୍ତୁ। ଆପଣମାନେ ଗ୍ୟାରେଣ୍ଟି ଦେଉଛି ଏହି ରେସିପିଟି ଆପଣମାନଙ୍କୁ ବହୁତ ଭଲ ଲାଗିବ। ସେଥିପାଇଁ ଦେଖନ୍ତୁ ମାଛ ନେଇଛି, ମାଛକୁ ଭଲ ଭାବରେ ଧୋଇକି ରଖିଛି। ଏବେ ସେଥିରେ ସ୍ୱାଦ ପାଇଁ ଲୁଣ, ହଳଦୀ ଏବଂ ଲଙ୍କାଗୁଣ୍ଡ ଦେଇକି ତାକୁ ଭଲ ଭାବରେ ଗୋଳେଇଦେବା। ଗୋଳେଇକି 5 ମିନିଟ୍ ଖଣ୍ଡେ ତାକୁ ଆମେ ରଖିଦେବା। 5 ମିନିଟ୍ ପରେ ଆମେ ଭାଜିବା। ସେଥିପାଇଁ ମୁଁ ତେଲ ବସାଇ ଦେଇଛି, ସୋରିଷ ତେଲ ନେଇଛି। ତେଲଟା ଗରମ ହୋଇଗଲାଣି। ଏବେ ସେଥିରେ ଆମେ ମାଛକୁ ଭାଜିଦେବା। ଯେତିକି ମାଛ ନେଇଛେ ମାଛକୁ ଭାଜିଦେବା। ମାଛଟା ଭାଜି ହେବା ଭିତରେ ଆମେ ମସଲା ପ୍ରସ୍ତୁତି କରିବା। ସେଥିପାଇଁ ବେସର ମସଲା ପ୍ରସ୍ତୁତି କରିବା। ସେଥିପାଇଁ ଦେଖନ୍ତୁ ଗ୍ରାଇଣ୍ଡର ଜାର୍ ନେଇଛି। ଏବେ ଦେଖନ୍ତୁ ଯେତିକି ଜିରା ନେଇଛି ତାର ଡବଲ ଆମେ ଧଳା ସୋରିଷ ନେବା। ଦେଖନ୍ତୁ ଧଳା ସୋରିଷ 2 ଚାମଚ ନେଇଛି, 1 ଚାମଚ ଜିରା ଏବଂ କଳା ସୋରିଷ 1 ଚାମଚ। ଜିରା ଯେତିକି ନେବା କଳା ସୋରିଷ ମଧ୍ୟ ସେତିକି ନେବା ଏବଂ ଧଳା ସୋରିଷ ତାର ଡବଲ ନେଇଯିବା। ବର୍ତ୍ତମାନ ତାକୁ ଶୁଖିଲାରେ ଆଗେ ଗ୍ରାଇଣ୍ଡିଙ୍ଗ କରିଦେବା। ଯଦି ଆମେ ବେସର ମସଲାକୁ ଶୁଖିଲାରେ ପ୍ରଥମେ ଗ୍ରାଇଣ୍ଡିଙ୍ଗ କରିଦେବା ତାହେଲେ ମସଲାଟା ପୁରା ବାଟିଲା ବେଳକୁ ପୁରା ଚିକଣ ହେଇଯିବ। ଦେଖନ୍ତୁ ଏବେ ମସଲାଟି ଗ୍ରାଇଣ୍ଡିଙ୍ଗ ହେଇଗଲାଣି। ଏବେ ସେଥିରେ କିଛି ରସୁଣ, ବେସର ଜିନିଷ ମାନେ ରସୁଣଟା ନିହାତି ଦରକାର। ରସୁଣ ଏବଂ ଟମାଟର ଦେଇଦେଉଛି। ଏବେ ଟିକେ ପାଣି ଦେଇଦେବା ଏବଂ ଏ ମସଲାଟାକୁ ମଧ୍ୟ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ପାଣି ଟିକେ ଦେଇଦେଉଛି। ଏବେ ତାକୁ ମସଲାଟାକୁ ଗ୍ରାଇଣ୍ଡିଙ୍ଗ କରି ରଖିଦେଉଛି। ବର୍ତ୍ତମାନ ଦେଖନ୍ତୁ ମସଲାଟା ଗ୍ରାଇଣ୍ଡିଙ୍ଗ ହେଇଗଲାଣି। ଏ ସମୟରେ ମସଲାଟା ଦେଖନ୍ତୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ ହେଇନି। ଏବେ ସେଥିରେ ଆମେ ଆଉ ଗୋଟେ ଜିନିଷଟେ ମିଶାଇବା, ଯାହାଫଳରେ କି ଆମ ତରକାରୀର ଟେଷ୍ଟଟା ବହୁତ ବଢ଼ିଯିବ। ଦେଖନ୍ତୁ କିଛି ଧନିଆ ପତ୍ର ନେଇଛି। ଏ ଧନିଆ ପତ୍ର ସହ ଆମେ ବେସର ସହ ଆମେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବା। ବର୍ତ୍ତମାନ ମାଛଟା ଭାଜି ହେଇଗଲାଣି, ଏବେ କାଢ଼ିକି ରଖିଦେଇଛି। ଏବେ ସେ କଡ଼େଇରେ ମୁଁ 1 ଚାମଚ ଫୁଟଣ ଦେଇଦେଉଛି ଏବଂ ହଳଦୀ ଗୁଣ୍ଡ ଟିକେ, ସ୍ୱାଦ ହିସାବରେ ଲଙ୍କାଗୁଣ୍ଡ ଦେଇଦେବା। ସ୍ଲୋ ଫ୍ଲେମ୍ରେ ଆମେ ଏ ମସଲାଟାକୁ ଟିକେ ଭାଜିଦେବା। ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଦେଲାବେଳେ ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ବି ହାଇ ରଖିବେନି। ଏବେ ସେଥିରେ ଆମେ ବାଟିକି ରଖିଥିବା ବେସର ମସଲାକୁ ଆଡ଼୍ କରିଦେବା। ସମସ୍ତେ କୁହନ୍ତି ବେସର ମସଲାକୁ କଷା ହୁଏନି, କିନ୍ତୁ ଟିକେ ସମୟ ଆମେ କଷେଇଲେ ଏଇ ତରକାରୀର ଟେଷ୍ଟଟା ବଢ଼ିଯିବ। ସେଥିପାଇଁ ତାକୁ ଆମେ ଟିକେ ସମୟ କଷେଇଦେବା। 3 ରୁ 4 ମିନିଟ୍ ତାକୁ ଆମେ ସ୍ଲୋ ଫ୍ଲେମ୍ରେ କଷେଇଦେବା। ବର୍ତ୍ତମାନ ଦେଖନ୍ତୁ ଆମର ବେସର ମସଲାଟି କଷି ହେଇଯିବ। ଯେମିତି ଜାଣିବେ, ଯେମିତିକି ଜଷ୍ଟ ସାଇଡ଼୍ରୁ ଟିକେ ଟିକେ ତେଲ ଛାଡ଼ି ବସୁଥିବ। ଦେଖନ୍ତୁ ଏବେ ଆମ ମସଲାଟି କଷି ହେଇଗଲାଣି। ଏହି ସମୟରେ ଏମିତି କଷେଇବା ଦରକାର। ଏହି ସମୟରେ ଆମେ କିଛି ପାଣି ଦେଇଦେବା। ଆଉ ବେଶୀ କଷେଇବା ଦରକାର ନାହିଁ, ଜଷ୍ଟ ଟିକେ ଭାଜିଦେବା। ତାପରେ ବେସର ମସଲାରେ ଆମେ ପାଣି ଦେଇଦେବା। ଟିକେ ପାଣି ଅଧିକା ଦେବା, କାରଣ ଏ ପାଣିଟା ଭଲ ଭାବରେ ଫୁଟିବା ଦରକାର। ପାଣିଟା ଯେତେବେଳେ ଭଲ ଭାବରେ ଫୁଟିକି ଅଧା ହେଇଯିବ, ଅଧାରୁ ଟିକେ ଅଧିକା ଥିବ, ତାହେଲେ ତରକାରୀର ଟେଷ୍ଟ ବଢ଼ିଯିବ। ବର୍ତ୍ତମାନ ଦେଖନ୍ତୁ ପାଣି ଦେଇଦେଇଛି। ଏବେ ସେଥିରେ ଆମେ ସ୍ୱାଦ ହିସାବରେ ଲୁଣ ଦେଇଦେବା ଏବଂ ଗ୍ୟାସ୍କୁ ପ୍ରଥମେ ହାଇ ରଖିଦେବା। ତାପରେ ଯେତେବେଳେ ପାଣିଟା ଭଲ ଭାବରେ ଫୁଟିଯିବ ଆମେ ଗ୍ୟାସ୍କୁ ସ୍ଲୋ କରିଦେବା। ଭଲ ଭାବରେ ଫୁଟିଗଲାଣି। ଏବେ ଦେଖନ୍ତୁ ବେସର ମସଲାର ପାଣି କେତେ କମିଗଲାଣି। ଏବେ ସେଥିରେ ଆମ୍ବୁଲ ଦେଇଦେବା। ଆମ୍ବୁଲଟା ବେସର ତରକାରୀ ପାଇଁ ନିହାତି ଜରୁରୀ। ଆମ୍ବୁଲ ଦେଇଦେବା ଏବଂ ସେଥିରେ ଭାଜିକି ରଖିଥିବା ମାଛକୁ ଆଡ଼୍ କରିଦେବା। ପ୍ରଥମରୁ ବେସରକୁ ଆମେ ଯେତିକି ଫୁଟେଇକି ଯେତିକି ମାରିବା କଥା ମାରିଦେବା। ପାଣିଟା ଯେତିକି କମ କରିବା କଥା। ମାଛ ଆଡ଼୍ କରିସାରିଲା ପରେ ଆମେ ଆଉ ବେଶୀ ସମୟ ଫୁଟେଇବାନି। ଯଦି ମାଛଟାକୁ ବେଶୀ ସମୟ ଫୁଟେଇ ଦେଲେ ମାଛଟା ବହୁତ ନରମ ହେଇଯାଏ ଏବଂ ତରକାରୀଟା ଖାଇବାକୁ ଭଲ ଲାଗେନି। ତେଣୁ ମାଛ ଆଡ଼୍ କରିବା। ତାପରେ 2 ରୁ 3 ମିନିଟ୍ କେବଳ ଫୁଟେଇଦେବା। ତାପରେ ସେଥିରେ କିଛି କାଟିକି ରଖିଥିବା ଧନିଆ ପତ୍ର ଆଡ଼୍ କରିଦେବା ଏବଂ ଗ୍ୟାସ୍କୁ ବନ୍ଦ କରିଦେବା। ଏବେ ଆମର ତରକାରୀଟି ରେଡ଼ି ହେଇଗଲା। ଏହିପରି ବେସର ମାଛ ତରକାରୀ ଥରେ କରିକି ଖାଆନ୍ତୁ ନା, ତା'ର ସ୍ୱାଦ ଆପଣ କେବେ ବି ଭୁଲି ପାରିବେନି। ବହୁତ ସିମ୍ପଲ୍ କିନ୍ତୁ ଖାଇବାକୁ ବହୁତ ଟେଷ୍ଟି ଲାଗିଥାଏ। ଆପଣ ଯଦି ଧଳା ବେସର ଦେଇକି ଏହି ବେସର ତରକାରୀ କରୁଛନ୍ତି ତାହେଲେ ତାର ତରକାରୀର ଟେଷ୍ଟ ବହୁତ ବଢ଼ିଯିବ। ଦେଖନ୍ତୁ ଏବେ ଆମର ମାଛ ତରକାରୀଟି ରେଡ଼ି ହେଇଗଲା। ଗରମ ଭାତ ସାଙ୍ଗରେ ଏହି ତରକାରୀର ମଜା ନିଅନ୍ତୁ ଏବଂ ଆପଣଙ୍କର ମୂଲ୍ୟବାନ କମେଣ୍ଟ ଦିଅନ୍ତୁ। ପୁଣି କିଛି ନୂଆ ନୂଆ ରେସିପି ନେଇ ଆପଣମାନଙ୍କ ପାଖକୁ ଆସିବେ। ସେ ପର୍ଯ୍ୟନ୍ତ ବାଏ ବାଏ, କିପ୍ ୱାଚିଂ।